ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଜଣାଇ ଆରମ୍ଭ କରୁଛି ଆଜିର ଭିଡ଼ିଓଟି। ଆଜି ହେଉଛି ଆଜିର ବିଷୟବସ୍ତୁ ରଖିଛି ରାକ୍ଷୀ ପୂର୍ଣ୍ଣମୀ କାହିଁକି ପାଳନ କରାଯାଏ, ଏହା ପଛର କ'ଣ ଗୂଢ଼ ରହସ୍ୟ ରହିଛି। ଉତ୍କଳର ପର୍ବପର୍ବାଣୀ ସାମାଜିକ ଜୀବନକୁ ଏକ ବଡ଼ ଅବଦାନ। ସୃଷ୍ଟିର ଆବାହମାନ କାଳରୁ ଅଦ୍ୟାବଧି ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଓ ଯାନିଯାତ୍ରା ମୁନି ଋଷିମାନଙ୍କର ଚିନ୍ତାଧାରାରୁ ହିଁ ସୃଷ୍ଟି। ସାମ୍ପ୍ରତିକ ଯୁଗରେ ବିଜ୍ଞାନର ଦ୍ରୁତ ଅଗ୍ରଗତିକୁ ଆଶାବାଦୀ ମନୁଷ୍ୟ ଅନୁଭବ କଲେ ହିଁ ପାର୍ଥିବ ଜଗତରେ ପାଳିତ ବିଭିନ୍ନ ପର୍ବପର୍ବାଣୀରୁ ବଞ୍ଚିତ ହୋଇନାହିଁ ଏପର୍ଯ୍ୟନ୍ତ। କର୍ମକ୍ଳାନ୍ତ ଜୀବନର ଚିତ୍ତ ବିନୋଦନ ପାଇଁ 12 ମାସରେ 13 ପର୍ବ ସୃଷ୍ଟିର ଯଥାର୍ଥତା ରହିଛି। ଧନୀ ଦରିଦ୍ର ନିର୍ବିଶେଷରେ ସମାଜର ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧା ସହକାରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ଉତ୍କଳର ପର୍ବପର୍ବାଣୀ ସାଧାରଣତଃ କୃଷି, ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ। ଉତ୍କଳୀୟମାନଙ୍କର ଧାର୍ମିକ ଚେତନାର ଏକ ସ୍ୱତନ୍ତ୍ର ଫଲ୍ଗୁ ପାଳିତ 13 ପର୍ବ ଦେଇ ପ୍ରବାହିତ ହେଉଥିବାର ଲକ୍ଷ୍ୟ କରାଯାଇଥାଏ। ଏଣୁ ସମାଜ ସହିତ ପାଳିତ ପର୍ବପର୍ବାଣୀ ଗୁଡ଼ିକ ଓତପ୍ରୋତ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ସମୟରେ ଓଡ଼ିଶାର ପୁରପଲ୍ଲୀର ପ୍ରତିଟି ଗୃହ ଓ ପ୍ରତିଟି ପରିବାରରେ ଏକ ଅପୂର୍ବ ଉନ୍ମାଦନା ଜାଗି ଉଠେ। ତା ଫଳରେ ସାମାଜିକ ଜୀବନ ହୁଏ ମଧୁମୟ। ଉତ୍କଳୀୟ ପଲ୍ଲୀ ମନୁଷ୍ୟ ବର୍ଷ ସାରା ବିଭିନ୍ନ କର୍ମଜଞ୍ଜାଳରେ ରହି ଜୀବନକୁ ହଜାଇ ଦେଇଥାଏ। ପ୍ରତ୍ୟହ ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜୀବନକୁ କର୍ମମୁଖର କରି ରଖିଥାଏ। ରାତିର କେତୋଟି ମୁହୂର୍ତ୍ତ ବିଶ୍ରାମରେ ତାର ଏ କ୍ଳାନ୍ତି ଦୂରୀଭୂତ ହୋଇପାରେ ନାହିଁ। ଏଣୁ କର୍ମମୁଖର ଜୀବନର ଅବସାଦ, ଶ୍ରମ ଓ କ୍ଳାନ୍ତିକୁ ମେଣ୍ଟାଇବା ପାଇଁ ପାର୍ଥିବ ଜଗତରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଯାନିଯାତ୍ରାରେ ମନୁଷ୍ୟ ନିଜକୁ ହଜାଇ ଦିଏ। ଏହିସବୁ ଦୃଷ୍ଟିରୁ ପର୍ବପର୍ବାଣୀ ପାଳନ ତା ପାଇଁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଅପରପକ୍ଷରେ ଉତ୍କଳୀୟମାନେ ବେଶ୍ ଧର୍ମପ୍ରିୟ। ସେଥିପାଇଁ ବିଭିନ୍ନ ପର୍ବପର୍ବାଣୀ ପାଳନରେ ମନୁଷ୍ୟ ଦେବତାମାନଙ୍କୁ ତୁଷ୍ଟ କରି ଆପଣାର ହିତ ସାଧନ କରିବାରେ ନିଜକୁ ନିୟୋଜିତ କରିଥାଏ। ଏହି ପର୍ବପର୍ବାଣୀମାନଙ୍କ ମଧ୍ୟରୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣମୀ ଅନ୍ୟତମ ପର୍ବ ଅଟେ। ଭାରତରେ ଘରେ ଘରେ ଏହି ରାକ୍ଷୀ ପୂର୍ଣ୍ଣମୀ ପର୍ବଟି ପାଳନ କରାଯାଏ। ଆମ ଭାରତର ସବୁ ରାଜ୍ୟ, ସବୁ ଭାଷାର ଲୋକମାନେ ରାକ୍ଷୀ ପୂର୍ଣ୍ଣମୀ ପାଳନ କରନ୍ତି। ଏପରି ପର୍ବ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ଦିନ ପାଳନ କରାଯାଏ। ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀ ଭାଇ ହାତରେ ସୂତା ବାନ୍ଧନ୍ତି। ଏହି ସୂତା ଭାଇ ବିପଦରୁ ରକ୍ଷା କରେ ବୋଲି ବିଶ୍ୱାସ କରାଯାଏ। ଭଉଣୀଙ୍କୁ ଭାଇ ବା ପୁରୁଷ ଲୋକ ସୁସ୍ଥ ସବଳ ରହିଲେ ଭଉଣୀମାନଙ୍କର ଯତ୍ନ ନେବେ, ସୁରକ୍ଷିତ ରହିବେ, ଏହିପରି ବିଶ୍ୱାସ କରାଯାଏ। ଏହା ହେଉଛି ଆଧୁନିକ ଭାବନା। କିନ୍ତୁ ଇତିହାସକୁ ଗଲେ ଆମେ ଜାଣିବା ଯେ ଇତିହାସର କର୍ମାବତୀ କଥାରୁ ଏହି ବିଶ୍ୱାସ ଗଢ଼ି ଉଠିଛି ବୋଲି କୁହାଯାଏ। ଆମ ଭାରତର ଉତ୍ତର ପଶ୍ଚିମରେ ରାଜପୁତ ନାମରେ ଏକ ବୀର ଜାତି ରାଜୁତି କରୁଥିଲେ। ରାଜପୁତମାନଙ୍କ ରାଜଧାନୀର ନାମ ଥିଲା ଚିତ୍ତୋର। ଚିତ୍ତୋରରେ ସେତେବେଳେ ଯେଉଁ ରାଣୀ ଥିଲେ ତାଙ୍କ ନାମ କର୍ମାବତୀ ଥିଲା। ଥରେ ଏକ ପଡ଼ିଶା ରାଜ୍ୟ ଚିତ୍ତୋରକୁ ଆକ୍ରମଣ କଲା। ସେତେବେଳେ ଦିଲ୍ଲୀର ମୋଗଲ ବାଦଶାହଙ୍କ ନାମ ହୁମାୟୁନ। ରାଜପୁତ ଓ ମୋଗଲଙ୍କ ଭିତରେ ଆଦୌ ପଡ଼ୁନଥିଲା। ଦୁହିଁଙ୍କ ଭିତରେ ଶତ୍ରୁତା ଥିଲା। କର୍ମାବତୀଙ୍କ ରାଜ୍ୟକୁ ପଡ଼ିଶା ରାଜ୍ୟ ଆକ୍ରମଣ କରିବାକୁ ବାହାରିଥିଲା। କର୍ମାବତୀ ମୋଗଲ ବାଦଶାହ ହୁମାୟୁନଙ୍କୁ ନିଜର ଭାଇ କରିବା ପାଇଁ ଠିକ୍ କଲେ। ଭାଇ କଲେ ସାହାଯ୍ୟ ମିଳିପାରିବ, ତେଣୁ ଭାଇ କଲେ ଭଉଣୀକୁ ରକ୍ଷା କରିବା ଭାର ଭାଇ ଉପରେ ପଡ଼ିବ। ହୁମାୟୁନଙ୍କୁ ସାହାଯ୍ୟ ମାଗିବାକୁ ଇଚ୍ଛା କରି କର୍ମାବତୀ ତାଙ୍କ ପାଖକୁ ଏକ ରାକ୍ଷୀ ପଠାଇଥିଲେ। ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ଦିନ ହୁମାୟୁନ କର୍ମାବତୀଙ୍କ ରାକ୍ଷୀଟି ପାଇଥିଲେ। ରାକ୍ଷୀ ଗ୍ରହଣ କରିଥିଲେ ଏବଂ ରାକ୍ଷୀ ନେଇଥିବା
ଦୂତଠାରୁ ସବୁ କଥା ଶୁଣିଲେ। ସେ ଆନନ୍ଦ ମନରେ ଭଉଣୀ କର୍ମାବତୀକୁ ସାହାଯ୍ୟ କଲେ। ଫଳରେ କର୍ମାବତୀଙ୍କ ଶତ୍ରୁ ଯୁଦ୍ଧରେ ହାରିଗଲେ ଏବଂ କର୍ମାବତୀ ବିଜୟ ଲାଭ କଲେ। ସେହି ଦିନଠାରୁ ରାଜପୁତମାନଙ୍କ ମଧ୍ୟରେ ରକ୍ଷାବନ୍ଧନ ଖୁବ୍ ଧୁମଧାମରେ ପାଳନ ହେଲା। ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ସୂତା ବାନ୍ଧି ନିଜକୁ ନିରାପଦ ମନେ କଲେ। ଏହା ଏପରି ଲୋକପ୍ରିୟ ହେଲା ଯେ ଆମ ଭାରତବର୍ଷର ସବୁ ରାଜ୍ୟର ଲୋକମାନେ ରକ୍ଷାବନ୍ଧନ ପର୍ବ ପାଳନ କଲେ। ଏହା ଏକ ସର୍ବଭାରତୀୟ ପର୍ବ ହୋଇଗଲା। ରକ୍ଷାବନ୍ଧନର ପୁରାଣ କଥା ଭାରି ମନମତାଣିଆ। ଦେବତାମାନଙ୍କ ରାଜାଙ୍କ ନାମ ଇନ୍ଦ୍ର। ଦେବତାମାନଙ୍କ ଗୁରୁଙ୍କ ନାମ ବୃହସ୍ପତି। ବୃହସ୍ପତି ଦେବତାଙ୍କ ଭିତରେ ଶ୍ରେଷ୍ଠ, ଜ୍ଞାନୀ ଓ ପଣ୍ଡିତ। ସେ ପୁଣି ବ୍ରାହ୍ମଣ। ତେଣୁ ବୃହସ୍ପତିଙ୍କୁ ଦେବ ପୁରୋହିତ ମଧ୍ୟ କୁହାଯାଏ। ସେ ସମୟରେ ଦେବତା ଆଉ ଅସୁରଙ୍କ ମଧ୍ୟରେ ସବୁବେଳେ ଯୁଦ୍ଧ ଲାଗୁଥିଲା। ଥରେ ବଳା ଆଉ ବୃହ ନାମକ ଦୁଇଜଣ ଅସୁର ଇନ୍ଦ୍ରଙ୍କୁ ଯୁଦ୍ଧରେ ହରାଇଦେଲେ। ଦେବତାଙ୍କ ରାଜା ହାରିଗଲେ। ତେଣୁ ଦେବତାଙ୍କ ରାଜ୍ୟ ଅସୁରମାନେ ଦଖଲ କରିନେଲେ। ଦେବତାମାନେ ଅସୁରଙ୍କ ଭୟରେ ଏଣେତେଣେ ଲୁଚିଲେ, ଭାରି କଷ୍ଟରେ ରହିଲେ। ଏହିପରି କିଛି ଦିନ ଯିବା ପରେ ଦେବତା ଓ ଇନ୍ଦ୍ର ଆଉ ଅଧିକ କଷ୍ଟ ସହିପାରିଲେ ନାହିଁ। ଇନ୍ଦ୍ର ମନକୁ ଆଣ୍ଟ କରି ବଳ ଆଉ ବୃହ ଅସୁରଙ୍କ ସହିତ ପୁଣି ଥରେ ଯୁଦ୍ଧ କରିବାକୁ ବାହାରିଲେ। ଏହି ସମୟରେ ବୃହସ୍ପତି ଇନ୍ଦ୍ରକୁ କହିଲେ, ରାଜା, ଆଜି ହେଉଛି ଚତୁର୍ଦ୍ଦଶୀ। ରାତି ପାହିଲେ ପୂର୍ଣ୍ଣମୀ ହେବ। ଆଜି ଯୁଦ୍ଧ କଲେ ଅସୁରମାନେ ତୁମକୁ ହରାଇଦେବେ। ଆସନ୍ତାକାଲି ଶ୍ରାବଣ ପୂର୍ଣ୍ଣମୀ ତିଥି। ମୁଁ ରକ୍ଷାବନ୍ଧନ ପିନ୍ଧାଇ ଦେବି, ତୁମେ ବିଜୟୀ ହେବ। ପରଦିନ ସକାଳୁ ସକାଳୁ ବୃହସ୍ପତି ରକ୍ଷା ସୂତା ଧରି ଇନ୍ଦ୍ରଙ୍କ ପାଖରେ ପହଞ୍ଚିଗଲେ। ସେ ରକ୍ଷା ମନ୍ତ୍ର ପଢ଼ି ଇନ୍ଦ୍ରଙ୍କ ହାତରେ ସୂତା ବାନ୍ଧିଦେଲେ। ଏହି ସମୟରେ ଇନ୍ଦ୍ରଙ୍କ ସ୍ତ୍ରୀ ଇନ୍ଦ୍ରାଣୀ ମଧ୍ୟ ରକ୍ଷା ସୂତା ଇନ୍ଦ୍ରଙ୍କ ହାତରେ ବାନ୍ଧିଦେଲେ। ଏଥର ଇନ୍ଦ୍ର ଅସୁରଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ହରାଇଦେଲେ। ରକ୍ଷାବନ୍ଧନ ବାନ୍ଧିଲେ ପୁରୁଷ ଲୋକେ ବିଜୟୀ ହୁଅନ୍ତି, ଏହି କଥା ସେହି ଦିନରୁ ପ୍ରଚାର ହେଲା। ଶ୍ରାବଣ ପୂର୍ଣ୍ଣମୀ ଦିନ ବ୍ରାହ୍ମଣ ବା ପୁରୋହିତମାନେ ଅନ୍ୟ ଲୋକଙ୍କୁ ରକ୍ଷାବନ୍ଧନ ବାନ୍ଧିବା କଥା ଚାଲିଲା। କିନ୍ତୁ ସ୍ତ୍ରୀମାନେ ପୁରୁଷଙ୍କ ହାତରେ ଅଥବା ଭାଇ ହାତରେ ରକ୍ଷାବନ୍ଧନ ବାନ୍ଧିବା ଅଧିକ ଚଳିଲା। ରାକ୍ଷୀ ପୂର୍ଣ୍ଣମୀ ଦିନ ବଳିରାଜା ଭଗବାନ ବାମନଙ୍କୁ ଦାନ ଦେଇଥିଲେ। ଏହି ଦିନ ଭଗବାନ ତ୍ରିବିକ୍ରମ ରୂପ ଧାରଣ କରିଥିଲେ। ତେଣୁ ହିନ୍ଦୁମାନଙ୍କର ଏହା ଏକ ପୁଣ୍ୟ ଦିନ ବୋଲି ରାକ୍ଷୀ ପୂର୍ଣ୍ଣମୀ ପୁଣ୍ୟତିଥି ଭାବରେ ପରିଚିତ ଏବଂ ଏହାକୁ ପ୍ରତି ଘରେ ଘରେ, ବିଶେଷ କରି ଆମ ଓଡ଼ିଶାର ପ୍ରତି ଘରେ ଘରେ, ଗାଁ ଗହଳି, ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ପାଳନ କରନ୍ତି ଏବଂ ଆନନ୍ଦ ଅନୁଭବ କରନ୍ତି।